ପ୍ରକୃତରେ ମୁଁ ଗୋଟେ ଗଳ୍ପ ଲେଖକ ଥିଲି ଆଉ ସେଥିରେ ବହୁତ ଗପ ଲେଖିଛି ଏବଂ ସେଥିରୁ ଗୋଟେ ଗପ କ୍ରିସମାସ୍ ବୋଲି ଗୋଟେ ଗପ ସେଇଟା ମାନେ ବହୁ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା ଏବଂ ସେତିକି ବେଳେ ବାପି ମାନେ ମୋ ପୁଅ ମାନେ ଯିଏକି ମୋତେ ପ୍ରେରଣା ଦେଇଥିଲା ଏବଂ ଯିଏକି ପ୍ରମିସ୍ କରିଥିଲା ଯେ ବାବା ମୁଁ ଏଇଟାକୁ ଫିଲ୍ମ କରିବି ବୋଲି ଏବଂ ତାପରେ ସେ ଲାଗିକିରି ଆଜି ଆମର ଏଠି ଆମେ ଇଏ କରୁଛେ ଏକାଠି ହେଇକିରି ଆନାଉନ୍ସ କରୁଛେ ଯେ ଏଇଟା ଫିଲ୍ମ ହେବ ଏବଂ ସେ ଫିଲ୍ମର ଦାୟିତ୍ୱ ସେ ନେଲା ବାପି ସବୁ କରିବ ଏବଂ ସିଏ ନିର୍ଦ୍ଦେଶକ ରହିବ ସିଏ ତା'ର ବାପି ଯେ ଭେରି ଗୁଡ଼୍ କ୍ୟାମେରାମ୍ୟାନ୍ ସେ ଏକ୍ସେଲେଣ୍ଟ କ୍ୟାମେରାମ୍ୟାନ୍ ସିଏ ମୁଁ ଯେତେବେଳେ ଇଟିଭିରେ କାମ କରୁଥିଲି ସେତେବେଳେ ବାପି ମୋର କ୍ୟାମେରାମ୍ୟାନ୍ ଥିଲା ଏବଂ ବହୁ ଦୁଃସାଧ୍ୟ ଜାଗାକୁ ଯାଇକରି ଆମେ ଫଟୋ ଉଠାଉଥିଲୁ ଏବଂ ବର୍ତ୍ତମାନ ଯେହେତୁ ବାପି ଗୋଟେ ପ୍ରଫେସନାଲ୍ କ୍ୟାମେରାମ୍ୟାନ୍ ହେଇଯାଇଛି ଏବଂ ସେ ଅନେକଥିରେ ସଫଳ ହେଇଛି ତେଣୁକରି ଆଜି ଆମେ ଯେଉଁ ଫିଲ୍ମଟିକି ଲଞ୍ଚ କରୁଛେ ଆଜି ସେ ଫିଲ୍ମଟା ନିଶ୍ଚିତ ଭାବରେ ସଫଳ ହେବ ଏବଂ ସେଥିରେ ଆପଣମାନଙ୍କର ସମସ୍ତଙ୍କର ସହଯୋଗ ନିଶ୍ଚିତ ଭାବରେ ରହିବ ବୋଲି ମୁଁ ଭାବୁଛି ଏବଂ କ୍ରିସମାସ୍ ଗପଟା ସେ ଗପଟା ହେଉଛି ଗୋଟେ ଖ୍ରୀଷ୍ଟିଆନ ଫ୍ୟାମିଲି ଉପରେ ଏବଂ ସେଥିରେ ଯେ ହିରୋ ସେ ଜନ୍ ହାମିଲ୍ଟନ୍ ମାନେ ବୁଢ଼ା ହେଇଯାଇଛନ୍ତି ଏବଂ ବୁଢ଼ା ହେଲା ପରେ ସେ କିଭଳି ଭାବରେ ତାଙ୍କ ସ୍ତ୍ରୀ ବି ତାଙ୍କ ସ୍ତ୍ରୀ ନାଁ ହେଉଛି ଜୁଲି ବି ବୁଢ଼ୀ ହେଇଯାଇଛି ଏବଂ ଆଜିକାଲି ଆମେ ଯେଉଁ ଦେଖୁଛେ ପରିବାରରେ ଯେଉଁ ବର୍ତ୍ତମାନ ବାପାମାନେ ପୁଅମାନଙ୍କୁ ପଚାରୁନାହାନ୍ତି ପୁଅମାନେ ତାଙ୍କର ନିଜର ସଂସାର ଭିତରେ ବ୍ୟସ୍ତ ରହୁଛନ୍ତି ସେଭଳି ଭାବରେ ଜୁଲି ଆଉ ଜନ୍ ହାମିଲ୍ଟନ୍ ସେମାନେ ତାଙ୍କ ପୁଅ ତାଙ୍କଠୁ ଦୂରେଇ ଯାଇଛନ୍ତି ଏବଂ ଏଇଟା ହେଉଛି ଗୋଟେ ଆଧୁନିକ ସମାଜର ଗୋଟେ ପ୍ରତିଛବି ବୋଲି କହିଲେ ଅତ୍ୟୁକ୍ତି ହେବନି ଏବଂ ତାରି ଉପରେ ହେଉଛି ଏ ଯେଉଁ କାହାଣୀଟି ଏବଂ ସେଇ କାହାଣୀଟି ଆପଣମାନେ ନିଶ୍ଚିତ ଭାବରେ ଦେଖିଲେ ସହଯୋଗ କରିବେ ଏବଂ ସେ ଯେଉଁ ଯେତେବେଳେ ଜନ୍ ହାମିଲ୍ଟନ୍ ବୁଢ଼ା ହେଇଯାଇଛନ୍ତି ଏବଂ ସିଏ ତାଙ୍କ ସ୍ତ୍ରୀ ମାନେ ଏକଦା ସେ ଯେତେବେଳେ ବହୁତ ୟଙ୍ଗ ଥିଲେ ଏବଂ ତାଙ୍କ ସ୍ତ୍ରୀ ବହୁତ ୟଙ୍ଗ ଥିଲେ ଏବଂ ସେ ବହୁତ ଫାଇନାନ୍ସିଆଲି ବହୁତ ରିଚ୍ ଥିଲେ ସେତେବେଳେ ତାଙ୍କ ଘରେ କ୍ରିସମାସ୍ ଟ୍ରି ତିଆରି ହୁଏ ଏବଂ ତାଙ୍କ ଘରେ ବହୁ ଲୋକ ଆସିକରି ଭୋଜି ଭାତ ଖାଆନ୍ତି ଏବଂ ବର୍ତ୍ତମାନ ଜନ୍ ହାମିଲ୍ଟନ୍ ଏକୁଟିଆ ହେଇଯାଇଛନ୍ତି ତାଙ୍କ ପିଲାମାନେ ତାଙ୍କୁ ଛାଡ଼ିକି ପଳାଇଛନ୍ତି ଏବଂ ତାପରେ ଜନ୍ ହାମିଲ୍ଟନ୍ ସେ ତାଙ୍କ ସ୍ତ୍ରୀ ଜୁଲି କହିଛନ୍ତି ଯେ ମୋର ଆଜି ଟିକେ ମାଂସ ଖାଇବା ପାଇଁ ଇଚ୍ଛା ହେଉଛି ଏବଂ ତାରି ଉପରେ ଆଧାରିତ ଷ୍ଟୋରି ସେଇ ଷ୍ଟୋରିଟି ମୁଁ ଭାବୁଛି ଯେ ସମସ୍ତଙ୍କ ମନକୁ ଛୁଇଁବ ଏବଂ ଏଇ ଷ୍ଟୋରିଟିକି ଦେଖିକି ପଢ଼ିକିରି ମୋ କେତେଜଣ ସାଙ୍ଗ ମୋତେ ଗାଳି ଦେଇଥିଲେ କହିଲେ ତୁ ଏମିତି ଷ୍ଟୋରି ଲେଖୁଛୁ ଯେଉଁଟାକି ଆଖିରେ ଲୁହ ଝରେଇ ଦେଉଛି ଆମେ ଏଣ୍ଟରଟେନ୍ କରିବା ପାଇଁ ଷ୍ଟୋରି ପଢ଼ିବୁ ନା ତୋ ଷ୍ଟୋରି ପଢ଼ିକିରି ତୋତେ ଗାଳି ଦେବୁ ଏଭଳି ଭାବରେ ବି ରିଆକ୍ସନ୍ ମୁଁ ପାଇଛି ଆଉ ଆଜି ସୁଖର କଥା ଯେ ଆପଣମାନେ ସମସ୍ତେ ଏକାଠି ହେଇଛନ୍ତି ଏବଂ ଏଇ ଯେଉଁ ସିନେମାଟି ଏଇଟା ରିଲିଜ୍ ହେବା ପାଇଁ ଆଜି ତା'ର ଆରମ୍ଭ ହେଲା ଏବଂ ଆପଣମାନଙ୍କ ସହଯୋଗରେ ଏଇଟା ସଫଳ ହେବ ବୋଲି ମୁଁ ଭାବୁଛି ଧନ୍ୟବାଦ।